ବର୍ଷା ଉଭେଇ ଯାଇଛି। ସଫା ଆକାଶ, କୁହୁଡ଼ିରେ ଆଚ୍ଛାଦିତ ପ୍ରକୃତି, ଦିଗନ୍ତ ବିସ୍ତାରୀ ସୁନାର ଫସଲର ଲହଡ଼ି ଭାଙ୍ଗୁଛି। ସକାଳୁ ସକାଳୁ ଧଳା ଚାଦରର ଆସ୍ତରଣରେ ପ୍ରକୃତି ମନୋଲୋଭା ହୋଇ ଉଠିଛି। ହରେକ ରଙ୍ଗର ଫୁଲର ସମ୍ଭାର, କୃଷକ ମନରେ ଅସୁମାରୀ ସ୍ୱପ୍ନ। ସକାଳୁ ଶାରୀରିକ ବ୍ୟାୟାମ କରୁଥିବା ଲୋକଙ୍କ ପାଇଁ ଶୀତ ଯେମିତି ଖୁସିର ପସରା ଧରି ଧରଣୀକୁ ଓହ୍ଲେଇ ଆସିଛି। ପାହାଡ଼ ଉହାଡ଼ରେ ସୂରୁଜ ମୁହଁ ଦେଖାଇଲା ବେଳକୁ ପୂର୍ବ ଆକାଶ ଲାଲ ରଙ୍ଗରେ ଫାଟି ପଡ଼େ। ସକାଳୁ ସକାଳୁ କୁହୁଡ଼ିର ଆସ୍ତରଣରେ ପ୍ରକୃତିକୁ ଯେମିତି କିଏ ଘୋଡ଼ାଇ ଦିଏ। ପତ୍ର, ଫୁଲ, ବିସ୍ତୀର୍ଣ୍ଣ ଘାସ ଗାଲିଚାରେ ଠୋପା ଠୋପା କାକର ବିନ୍ଦୁ ଉପରେ କଅଁଳିଆ ସୂର୍ଯ୍ୟ କିରଣ ପଡ଼ି ମୁକ୍ତାର ଭ୍ରମ ସୃଷ୍ଟି କରେ। କୁହୁଡ଼ିର ଆସ୍ତରଣକୁ ଭେଦ କରି ଗଛ ଉହାଡ଼ରୁ ଆସୁଥିବା ସୂର୍ଯ୍ୟଙ୍କ ପ୍ରଥମ କିରଣର ପରଶ ପାଇ ଛଟପଟ ହୁଏ ସବୁରି ପ୍ରାଣ। ଆଉ ଏମିତି ସବୁ ଅନୁଭବ କେବଳ ଶୀତ ହିଁ ଆଣିଦିଏ। କୋରାପୁଟରେ ଏବେ ଶୀତର ଉପନିବେଶ। ସକାଳ 8ଟା ପର୍ଯ୍ୟନ୍ତ ସୂର୍ଯ୍ୟଙ୍କର ଦେଖା ମିଳୁନି। ଘନ କୁହୁଡ଼ି ସାଙ୍ଗକୁ ହାଡ଼ଭଙ୍ଗା ଶୀତରେ ପ୍ରକୋପରେ ଥରୁଛି କୋରାପୁଟର ଜୀବଜଗତ। ତଥାପି ସମସ୍ତେ ଆନନ୍ଦିତ ମସ୍ଗୁଲ ଏହି ଶୀତରେ। ଶୀତ ଆସିଛି ବୋଲି ଏବେ ସବୁଠି ଜୀବନର ଗୀତ। ଶୀତର କୋମଳ ସ୍ପର୍ଶରେ ସାଇତା ହେଇଥିବା ରେଜେଇ, କମ୍ବଳ, ସୁଇଟର ସବୁ ଭାଙ୍ଗ ଖୋଲିଲାଣି। ଶୀତର ଆଗମନରେ ଆଖିକୁ ପାଉନଥିବା ସବୁଜ କ୍ଷେତରେ ଏବେ ସୁନାର ଫସଲ ଲହଡ଼ି ଭାଙ୍ଗୁଛି। ଶୀତୁଆ ସକାଳରେ ରଙ୍ଗ ବେରଙ୍ଗ ଫୁଲର ପସରା ଭିତରେ ଦୂରରେ ଦିଶୁଥିବା ଆଦିବାସୀ ପଲ୍ଲୀର ଦୃଶ୍ୟ କୋଉ ଏକ ଚିତ୍ରକରର ତୁଳିକୁ ସଦ୍ୟ ଜନ୍ମିତ ଚିତ୍ରଟି ପରି ବେଶ ଲୋଭନୀୟ ମନେ ହେଉଛି। ଏଣେ ଶୀତୁଆ ସକାଳରେ ପିଲାଠାରୁ ବୟସ୍କ ମର୍ଣ୍ଣିଂ ୱାକ୍ରେ ବାହାରି ଶୀତର ମଜା ଉଠାଉଛନ୍ତି ତ କିଏ ଶୀତ ଦାଉରୁ ରକ୍ଷା ପାଇଁ ନିଆଁ ଜାଳି ଉଷୁମ ନେଉଛନ୍ତି। ପଶୁ ପକ୍ଷୀ ମଧ୍ୟ ଶୀତର ମଜା ନେଉଛନ୍ତି। ମନେ ହେଉଛି ଶୀତ ସମସ୍ତଙ୍କ ମୁହଁରେ ହସ ଓ ଖୁସିର ଫୁଆର ଖୋଲି ଦେଇଛି। ଆଉ ସେମିତି ପାହାଡ଼ ଉଆଡ଼ରେ ସୂରୁଜ ଲୁଚିଯିବାର ଢେର ପୂର୍ବରୁ ପାହାଡ଼ ଡେଇଁ ଶୀତ ଗାଁକୁ ଧସେଇ ପଶେ। ଶୀତର ଆସିବା ଦେଖି ପଶ୍ଚିମ ଆକାଶ ଲାଲ ରଙ୍ଗରେ ଫାଟି ପଡ଼େ। ଆଉ ସେତିକି ବେଳେ ସୂର୍ଯ୍ୟକୁ ବିଦାୟ ଦେଇ ପକ୍ଷୀମାନେ ନୀଡ଼ ବାହୁଡ଼ା ହୁଅନ୍ତି। ଗାଈପଲ ହମ୍ବା ରେଡ଼େ ଛାଡ଼ି ଗୁହାଳ ମୁହାଁ ହୁଅନ୍ତି। ସଞ୍ଜ ନଇଗଲେ ଆରମ୍ଭ ହୁଏ ଅସଲି ଗାଁ ଜୀବନ। ଚଳଚଞ୍ଚଳ ହୋଇପଡ଼େ କୋରାପୁଟର ଗାଁ ପରିବେଶ। ଶୀତର ଉପନିବେଶ ଭିତରେ ଉଷୁମ ଟାଣି ଗାଁରେ ଖୋଜା ଚାଲେ ଜୀବନ ଜୀବାର କୌଶଳ। ଆଉ ଏମିତି ସବୁ ଅନୁଭବ କେବଳ ଶୀତ ହିଁ ଆଣିଦିଏ କୋରାପୁଟର ପୁରପଲ୍ଲୀରେ। ଏବେ କୋରାପୁଟରେ ଶୀତର ରାଜୁତି। ଶୀତ, କାକର, ଡଙ୍ଗର, ପାହାଡ଼, ଅଳସୀ ଫୁଲ, ଆଦିବାସୀ ଗାଁ ଓ ଆଦିବାସୀ କୋରାପୁଟର ଜୀବନ। ସେଥିପାଇଁ କୋରାପୁଟକୁ ଯେବେ ଶୀତ ଆସେ କୋରାପୁଟରେ ଜୀବନ ସଞ୍ଚରିଯାଏ।